জয় জগন্নাথ। বন্দে মাতরম। ভারত মাতা কি জয়। পবিত্র স্বাধীনতা দিବସ ଅବସରରେ ମୋର ପ୍ରତ୍ୟେକ ଭାରତୀୟ ଭାଇ ଭଉଣୀମାନଙ୍କୁ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା। ସ୍ୱାଧୀନତା ଆମ ଭାରତୀୟମାନଙ୍କ ଏକ ଉତ୍ସବ ଠାରୁ କମ୍ ନୁହେଁ ବି। ଯେଉଁ ସ୍ୱାଧୀନତା ପାଇଁ ଆମର ଅନେକ ମହାପୁରୁଷମାନେ ନିଜ ଜୀବନକୁ ଦାନ କରିଥିଲେ, ନିଜ ସବୁ ସମୟକୁ ମଧ୍ୟ ଦେଶ ସେବା ପ୍ରତି ଦାନ କରିଯାଇଥିଲେ। ତାଙ୍କର ବଳିଷ୍ଠ ନେତୃତ୍ୱ, ତାଙ୍କର ନିଷ୍ଠାବାନ ଯୋଗୁଁ ଆଜି ଭାରତ ମା ସ୍ୱାଧୀନତା ପାଇଥିଲା। ଆଉ ଭାରତ ମା ଇଂରାଜୀମାନଙ୍କ କବଳରୁ ରକ୍ଷା ପାଇଥିଲା। ଯେଉଁ ଭାରତ ମା ପାଇଁ ଅନେକ ମହାପୁରୁଷମାନେ ନିଜ ଜୀବନକୁ ଦାନ କରିଛନ୍ତି, ଅନେକ ମହାପୁରୁଷମାନେ ନିଜ ଜୀବନକୁ ମଧ୍ୟ ଜେଲ କୋଠରୀ ଭିତରେ ଅତିବାହିତ କରିଦେଇଛନ୍ତି। ସେ ମହାନ ମହାପୁରୁଷମାନଙ୍କ ପାଇଁ ତ ଆମେ ଆଜି ସ୍ୱାଧୀନତା ପାଇଛୁ ନା। ତାଙ୍କର ନିଷ୍ଠା ଥିଲା ଭାରତ ମା କେମିତି ସୁରକ୍ଷିତ ହେବ, ଭାରତ ମା କେମିତି ଇଂରାଜୀମାନଙ୍କ କବଳରୁ ରକ୍ଷା ପାଇବ। ତାଙ୍କ ନିଷ୍ଠା ଯୋଗୁଁ ଭାରତ ମା ସ୍ୱାଧୀନତା ପାଇଥିଲା ଓ ନିଜସ୍ୱ ଦେଶ ହୋଇଥିଲା। ଇଂରାଜୀମାନଙ୍କ କବଳରୁ ମଧ୍ୟ ଆମ ଶାସନ ବ୍ୟବସ୍ଥାକୁ ରକ୍ଷା କରୁଥିଲେ ଆମର ସେଇ ମହାନ ମହାପୁରୁଷମାନେ। ତାଙ୍କର ନିଷ୍ଠା, ତାଙ୍କର ଦେଶ ପ୍ରତି ଭଲ ପାଇବା ଆଜି ନୂଆ ଭାରତ ମଧ୍ୟ ଗଢ଼ି ତୋଳିଛି, କେବଳ ସେଇ ମହାନ ମହାପୁରୁଷମାନଙ୍କ ପାଇଁ। ବନ୍ଧୁ, ସ୍ୱାଧୀନତା ପାଇଁ ଅନେକ ପରିଶ୍ରମ, ଅନେକ ବର୍ଷ ମଧ୍ୟ ଅପେକ୍ଷା କରିବାକୁ ପଡ଼ିଥିଲା ମହାନ ମହାପୁରୁଷମାନଙ୍କୁ। ସେମାନଙ୍କର ଗୋଟିଏ ଲକ୍ଷ୍ୟ ଥିଲା, ଆମେ କେମିତି ଭାରତୀୟ ମାତାକୁ ସ୍ୱାଧୀନତା ଦେବୁ ଓ ଇଂରାଜୀମାନଙ୍କ କବଳରୁ ରକ୍ଷା କରିବୁ। ତାଙ୍କର ଲକ୍ଷ୍ୟ ମଧ୍ୟ ସଫଳ ହୋଇଥିଲା। ସେଥିପାଇଁ ତ ଆମେ ଆଜି ସ୍ୱାଧୀନତା ପାଇଛୁ ବା ସ୍ୱାଧୀନତା ଦିବସ ଆଜି ପାଳୁଛୁ। ଅନେକ ବର୍ଷ ମଧ୍ୟ ପ୍ରତୀକ୍ଷା ପରେ ଭାରତ ସ୍ୱାଧୀନତା ପାଇଥିଲା। ଜୟ ଜଗନ୍ନାଥ।